ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଆଉ ଏ ପ୍ରଶ୍ନ ତିଆରି କରିବା ଲୋକ ହଉଛନ୍ତି ଅନୁଭବ ମହାନ୍ତି। ଏକଥା ଆମେ କହିବାର ସବୁଠୁ ବଡ କାରଣ ହେଉଛି ଏ ପ୍ରଶ୍ନ ତିଆରି କରିବାର ମୂଳ କଥା ହଉଛି ଯୋଉମାନେ ଆଜି କମେଣ୍ଟରେ କିଛି ଖରାପ ଲେଖୁଛନ୍ତି କିମ୍ବା ବର୍ଷା ପ୍ରିୟଦର୍ଶିନୀଙ୍କ ବିରୁଦ୍ଧରେ ଲେଖୁଛନ୍ତି, ବର୍ଷା ପ୍ରିୟଦର୍ଶିନୀଙ୍କୁ ଗାଳି ଦେଉଛନ୍ତି କିମ୍ବା ବର୍ଷା ପ୍ରିୟଦର୍ଶିନୀଙ୍କ ବାବଦରେ ଯିଏ ଭଲ କହୁଛି ତାକୁ ଗାଳି ଦେଉଛନ୍ତି, ଏ ପ୍ରଶ୍ନ ତିଆରି କରିଥିବା ଲୋକ ହଉଛନ୍ତି ଅନୁଭବ ମହାନ୍ତି। ତାର କାରଣ ଆମେ ଆଗରୁ କହିଛୁ, ସବୁ ଜାଗାରେ ଗୋଟିଏ କଥା ଚର୍ଚ୍ଚା ହଉଛି, ଆଲୋଚନା ହଉଛି, ସବୁ ହଉଛି କଣ? ଅନୁଭବ ମହାନ୍ତି ସ୍ୱାର୍ଥପର ମହାନ୍ତି। ଅନୁଭବ ମହାନ୍ତି ନିଜ ସ୍ୱାର୍ଥ ପଛରେ ଦୌଡନ୍ତି। ଏ କଥା ଆମେ ଏଇଥିପାଇଁ ବାରମ୍ବାର ଦେବାର ସହିତ କହୁଛୁ, ଲୋକମାନେ ଠିକ କହୁଛନ୍ତି ବୋଲି। ତାର କାରଣ ଆମେ ବହୁତ କିଛି କ୍ଲିପ ଦେଖିବାକୁ ପାଇଛୁ ଯୋଉଥିରେ କି ଅନୁଭବ ମହାନ୍ତି ବର୍ଷାଙ୍କୁ ଯୋଉ ଗ୍ରାଉଣ୍ଡ ରେ ଗାଳି ଦଉଛନ୍ତି, ବର୍ଷା ପ୍ରିୟଦର୍ଶିନୀଙ୍କୁ ଯୋଉ ଗ୍ରାଉଣ୍ଡ ରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ବଦନାମ କରିବା ପାଇଁ ଚାହୁଁଛନ୍ତି, ସେ ଗ୍ରାଉଣ୍ଡ ସବୁର ସତ୍ୟତା ତା ପୂର୍ବରୁ ଆମେ ଦେଖିବାକୁ ପାଇଛୁ ତାର କୌଣସି ବାସ୍ତବ ଭିତ୍ତି ନାହିଁ। ଆଉ ମିଛୁଟାରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ବଦନାମ କରିବାକୁ ଚାହୁଁଛନ୍ତି। ଏଥିରେ ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ବର୍ଷା ପ୍ରିୟଦର୍ଶିନୀ ଜଣେ ସରଳ ଝିଅଟିଏ, ଆଉ ସରଳ ଝିଅଟିର ସରଳତାର ଫାଇଦା ଉଠେଇବା ପାଇଁ ଉଠଉଛନ୍ତି ଅନୁଭବ ମହାନ୍ତି। এই ସରଳତାର ଫାଇଦା ଉଠେଇ ବର୍ଷା ପ୍ରିୟଦର୍ଶୀଙ୍କୁ ବଦନାମ କରୁଛନ୍ତି। କଲେ ସେ ଓଡିଶାରେ ଲୋକମାନଙ୍କୁ ସାମ୍ନାକୁ ଆଉ ଜଣକୁ ଆଣିପାରିବେ। ଯେମିତି କି ବିଗତ ଦିନରେ ଆମେ ଆପଣଙ୍କୁ କିଛି ଭିଡିଓରେ ଦେଖେଇଛୁ ଯେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିଲା ବେଳେ ସେ ଜ୍ୟୋତି ମ୍ୟାଡାମକୁ ଲାଇନ ମାରିବା ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରି ଯାଉଥିଲେ। ତାପରେ ଅନ୍ୟାନ୍ୟ ହିରୋଇନ ମାନଙ୍କୁ ଯେମିତି ବିଦୁସ୍ମିତା କହିଲେ କିମ୍ବା ଅନ୍ୟାନ୍ୟ ହିରୋଇନ ଅଛନ୍ତି ଯୋଉମାନଙ୍କୁ କି ତାଙ୍କର ନିଜସ୍ୱ ଫାଇଦା ଉଠାଇବା ପାଇଁ, ଯୋଉଟା କି ଫିଜିକାଲି ଆଟ୍ରାକ୍ସନ, ଯୋଉ ଶାରୀରିକ ଡିମାଣ୍ଡ, ଯୋଉଟା କି ବ୍ଲାକ ମାନେ କଣ ଫାଇଦା ଉଠେଇବା ପାଇଁ, ଆପଣ ତ ବୁଝିପାରୁଥିବେ ସବୁ ଜିନିଷ ଏଇ ଭିଡିଓରେ ବାର୍ତ୍ତା ଦେବା ଅସମ୍ଭବ। ଏଥିପାଇଁ କାରଣ ଆମେ ଶିକ୍ଷିତ ସମାଜର ଲୋକ। ଯୋଉମାନେ ବି କମେଣ୍ଟ ଲେଖୁଛନ୍ତି ଆପଣମାନଙ୍କୁ ସେମାନେ ମତେ ଗାଳି ଦିଅନ୍ତୁ, କିଛି ଅସୁବିଧା ନାହିଁ। କିନ୍ତୁ ମୁଁ ଏତିକି କହିବାକୁ ଚାହୁଁଛି, ଆପଣଙ୍କ କମେଣ୍ଟକୁ ଆପଣଙ୍କ ଘରର ଛୋଟ ପିଲାମାନେ ଦେଖୁଥିଲେ ଆପଣଙ୍କୁ ଖରାପ ଭାବିବେ। ତେଣୁ ମୁଁ ଚାହିଁନି ଆପଣଙ୍କ ଘର ଯୋଉମାନେ ମତେ ଗାଳି ଦଉଛନ୍ତି, ମତେ ଶୋଧୁଛନ୍ତି, ଆପଣଙ୍କ ଘରର ପିଲାମାନେ ମତେ ଖରାପ ଭାବନ୍ତି। ସେଥିପାଇଁ ମୋର ପାଠରେ କିଛି ଜ୍ଞାନ ଅଛି। ସେଥିପାଇଁ ମୁଁ ଗୋଟେ ସଭ୍ୟ ସମାଜ ଭିତରେ ବଞ୍ଚୁଛି। ତେଣୁ ମୋର ଭାଷାକୁ ମୁଁ ଅଶାଳୀନ ମତରେ ନେବା ପାଇଁ ଚାହେଁନି। ମୁଁ ଶାଳୀନତାର ସହ କଥା ହଉଛି। ମତେ ଯୋଉମାନେ ଗାଳି ଦଉଛନ୍ତି ଗାଳି ଦିଅନ୍ତୁ, ମନ ଭିତରେ ଗାଳି ଦିଅନ୍ତୁ, କିଛି ଅସୁବିଧା ନାହିଁ। କିନ୍ତୁ ଦୟା କରିକି ଯୋଉ ଖରାପ ଭାଷାରେ ଆପଣ ଲେଖୁଛନ୍ତି ସେଟା ଆପଣଙ୍କ ଘର ଲୋକ ଦେଖିଲେ, ଛୋଟ ପିଲା ଦେଖିଲେ, ତାଙ୍କ ପ୍ରତି ଗୋଟେ ବ୍ୟାଡ ଇମ୍ପାକ୍ଟ ପଡିବ। ସେଥିପାଇଁ ମୁଁ ନିବେଦନ ଆପଣମାନଙ୍କୁ କରୁଛି ହାତ ଯୋଡିକି, ଦୟାକରି ଖରାପ ଭାଷାରେ ଗାଳି ଦିଅନ୍ତୁନି, ବାସ୍ତବ କଥାକୁ ଚିନ୍ତା କରନ୍ତୁ। ଏଥିରେ ମୋର କୌଣସି ଫାଇଦା ନାହିଁ। ଆଜ୍ଞା, ଆପଣ ମାନେ ଯୋଉମାନେ ଭାବୁଛନ୍ତି ମନିଟାଇଜେସନ କରିକି ପଇସା ନେଇକି ୟୁଟ୍ୟୁବରେ ଆମେ ଏସବୁ ଜିନିଷ କରୁଛୁ, ନାହିଁ ସେସବୁ ଜିନିଷ ନାହିଁ। ଆପଣ ମାନେ ଜାଣିନାହାନ୍ତି ବୋଧେ। ଆମେ ବାରମ୍ବାର ଆମ ସଂଗଠନର ନାଁ ହଉଛି ଆଚ୍ଛା ଅର୍ଗାନାଇଜେସନ ଏକ୍ସନ ଏଗେନ୍ଷ୍ଟ କରପସନ ଆଣ୍ଡ ହେଲ୍ପିଂ ଫର ହେଲ୍ପଲେସ୍ ଆସୋସିଏସନ, ମାନେ ଅନ୍ୟାୟ ବିରୁଦ୍ଧରେ ଲଢିବା, ଅସହାୟ ଲୋକଙ୍କୁ ସାହାଯ୍ୟ କରିବା। ଏଇଠି ଯୋଉ ଜାଗାରେ ଆମେ ମିଛ ଜିନିଷ କିଛି ପାଉ, ସେ ବାବଦରେ ପ୍ରତିବାଦର ସ୍ୱର ଉତ୍ତୋଳନ କରୁ। ଆଉ ଏ ଘଟଣାରେ ଆମେ ସମ୍ପୂର୍ଣ୍ଣ ରୂପେ ମୁଁ ଜଜ ନୁହେଁ ଆଜ୍ଞା, ମୁଁ ଆପଣଙ୍କୁ ସମସ୍ତଙ୍କୁ କହୁଛି, ମୁଁ ଇନଭେଷ୍ଟିଗେଟିଂ ଅଫିସର ନୁହେଁ। ମାତ୍ର ସେ ଯୋଉ ଜଜ ହେଇଛନ୍ତି, ସେ ଅଜେସ ଦେବା ପୂର୍ବରୁ କିଛି ପାଠ ପଢିଛନ୍ତି। ସେ ପାଠ ମଧ୍ୟ ମୁଁ ପଢିଛି। ସେ ଯୋଉ ଇନଭେଷ୍ଟିଗେଟିଂ ଅଫିସର ବାବୁ, ସେ ପୋଲିସ ବାବୁ, ସେ ମଧ୍ୟ କିଛି ପାଠ ପଢିକି ହେଇଛନ୍ତି। ସେ ପାଠ ମଧ୍ୟ ମୁଁ ପଢିଛି ଆଜ୍ଞା, ପାଠ ପଢିଛି, ଜ୍ଞାନ ଦି ଅକ୍ଷର ଅଛି। ତେଣୁ ବୁଝିବାର କ୍ଷମତା ଅଛି। ମୁଁ ଅନ୍ଧ ଭଳି କାହାକୁ ଭରସା କରେନି, ବିଶ୍ୱାସ କରେ ନାହିଁ। ବାସ୍ତବ କଥାରେ ଯାଏ। ଆଜ୍ଞା, ଯୋଉ କଥାରେ ଆପଣ ମତେ ଗାଳି ଦଉଛନ୍ତି ଗାଳି ଦିଅନ୍ତୁ, କିଛି ଅସୁବିଧା ନାହିଁ। କିନ୍ତୁ ବାସ୍ତବତାକୁ ଥରେ ଟିକେ ପରୀକ୍ଷା ପାଇଁ ଆପଣଙ୍କୁ ନିବେଦନ କରୁଛି। କଣ ବାସ୍ତବତା ନା, ବର୍ଷା ଭଲ ବର୍ଷା ଅନୁଭବକୁ ଖୁସି ଦେଇନଥିଲେ, ସେ କଥା ଅନୁଭବ ସମସ୍ତେ ପ୍ରଚାର କଲେ। କିମ୍ବା ଅନୁଭବ ନିଜର କିଛି ଫେକ୍ ଆଇଡି ତିଆରି କରି କରିଥାଇ ପାରନ୍ତି, ମୁଁ କହିପାରୁନି। କାହିଁକିନା ମୁଁ ଆପଣମାନଙ୍କର ଆଇଡେଣ୍ଟିଫିକେସନ ଜାଣିନି ନା, ମୁଁ ଆପଣଙ୍କୁ କେମିତି କହିବି। କିନ୍ତୁ ଲୋକମାନେ ଚର୍ଚ୍ଚା କରୁଛନ୍ତି ଅନୁଭବ ମହାନ୍ତି କିଛି ଫେକ୍ ଆଇଡି ୟୁଜ କରନ୍ତି, ଆଉ ସେ ଫେକ୍ ଆଇଡିରେ ସେ କାହାକୁ ଶୋଧନ୍ତି, ଗାଳି ଦିଅନ୍ତି, ଇଏ କରନ୍ତି। ସେ ଜିନିଷ ଲୋକ ଚର୍ଚ୍ଚା କରୁଛନ୍ତି, ଯୋଉମାନେ କି ଅନୁଭବ ମହାନ୍ତିଙ୍କର ପାଖ ଲୋକ। ବୁଝିପାରୁଛନ୍ତି ତ? ତେଣୁ ମୁଁ ସେ ଟପିକକୁ ଯିବାର ନାହିଁ। ଆଜ୍ଞା, ଆପଣ ଗାଳି ଦିଅନ୍ତୁ, ମୋର କଣ ଅଛି ଭାଇ, ଭାସି ହଉଛି କି ଆଜ୍ଞା। ଆପଣ ମାନଙ୍କ ଭିତରୁ ମୁଁ ଆଜି ଗୋଟେ ଜାଗାକୁ ଯାଇଥିଲି, କିଛି ଲୋକ ମତେ କହିଲେ ପୁଅ ଯୋଉ କଥା କହୁଛୁ ଭଲ କଥା କହୁଛୁ। ମୁଁ କହିଲି କଣ ପାଇଁ ଆପଣଙ୍କୁ ଏଇଟା ଲାଗିଲା? ଆପଣ ତ ବର୍ଷାକୁ ଚିହ୍ନି ନାହାନ୍ତି, ଅନୁଭବକୁ ଚିହ୍ନି ନାହାନ୍ତି, ତ ଆପଣ ଲାଗିଲା କେମିତି? ଆପଣ ତ ଫିଲ୍ମରେ ତାଙ୍କୁ ଦେଖୁଛନ୍ତି, ପାଖରେ ଦେଖୁଛନ୍ତି। କହିଲେ ପୁଅ ତୁ ଯୋଉଟା କହୁଛୁ ଠିକ କହୁଛୁ, ଏଥିପାଇଁ କାରଣ ତୁ ଯୋଉ କଥା କହୁଛୁ ନା, ସେ ଜିନିଷର ଫେର ପ୍ରମାଣ ମଧ୍ୟ ଦଉଛୁ। ମୁଁ କହିଲି ଅନୁଭବଙ୍କର ବର୍ଷାଙ୍କର ପ୍ରେମ ମୁଁ ଆପଣ ଦେଇଛି, କିନ୍ତୁ ଅନ୍ଧ ହେଇଗଲେ ଆଖିରେ। ଆମେ ସମସ୍ତେ ଜ୍ଞାନ କିଛି ରଖିଛେ। ଯୋଉମାନେ ମତେ ଗାଳି ଦଉଛନ୍ତି ସେମାନଙ୍କ ପାଖରେ ବହୁତ ଜ୍ଞାନ ଅଛି, ସେମାନେ ମୋଠୁ ବହୁତ ଗୁରୁଜନ, ନହେଲେ ଖୋଜି କେମିତି କମେଣ୍ଟ କରୁଛନ୍ତି, ବହୁତ ତାଙ୍କ ମୋଠୁ ଅଧିକ ଜ୍ଞାନୀ। କିନ୍ତୁ ସେମାନେ ବୁଝିବାକୁ ଚାହିଁ, କାହିଁକିନା ଗୋଟେ ଭଲ ପାଇ ଯାଇଛନ୍ତି, ଆଉ ସେଥିପାଇଁ ଭଲ ପାଇବାର ଫାଇଦା ଉଠଉଛନ୍ତି ଯୋଉ ସୁପରଷ୍ଟାର। ସେଥିପାଇଁ ମୁଁ ସେମାନଙ୍କୁ ବି ଗାଳି ଦଉନି। କିନ୍ତୁ ବାସ୍ତବ କଥା ହଉଛି, ଆପଣ ଜାଣନ୍ତୁ
ଏଠି ବର୍ଷା କିଛି କହୁନାହାନ୍ତି ସେଇଥିପାଇଁ ତାଙ୍କୁ ବଦନାମ ବେଶୀ କରାହଉଛି। ଆଉ ସିଏ ମୁଁ ତ ଏତିକି ଭାବୁଛି ସେ ନ କହୁଛନ୍ତି ବହୁତ ଭଲ କରୁଛନ୍ତି, କାରଣ ତାଙ୍କ ଭିତର ପ୍ରେମଟା ଲୋକମାନେ ଜାଣିପାରୁଛନ୍ତି। ବର୍ଷା କେମିତି କେତେ ମାତ୍ରାରେ ଅନୁଭବ ମହାନ୍ତିକୁ ଭଲ ପାଉଛନ୍ତି ଏଟା ଜଣା ପଡିଯାଉଛି। ଛାଡ଼ନ୍ତୁ ସେ ଟପିକକୁ ଯିବାନି। ଆଜି ଯୋଉ ଭିଡିଓଟା ପକେଇଥିଲି ଦିନ 3ଟାରେ ଦେଖିଥିବେ ଆପଣ ମାନେ ସମସ୍ତେ, ଯୋଉମାନେ ଦେଖିନାହାନ୍ତି ଦେଖିପାରିବେ। ସେ ଭିଡିଓରେ ଆପଣ ସ୍ପଷ୍ଟ ଗୋଟିଏ ଜିନିଷ ଜାଣିଥିବେ, ଅନୁଭବ ମହାନ୍ତି ବାରମ୍ବାର ବର୍ଷାଙ୍କୁ ଜଣେ ଗୋଟେ ଥର ଯଦି କଣ କରିବ ଭୁଲରେ କହିବ ହଁ ବର୍ଷା ଭଲ, ସୋସିଆଲ ମିଡିଆରେ ବାରମ୍ବାର କେମିତି କହିବ ସାଙ୍ଗରେ ଥିଲାବେଳେ। ତାପରେ ସବୁଠୁ ବଡ ପ୍ରଶ୍ନ, ଆମେ ଜାଗୃତି ଶୁକ୍ଲା ସେ ସାନ ଭଉଣୀ, ତାଙ୍କୁ ଆମେ କାହିଁକି ଏଥିପାଇଁ କହୁଛୁ ଜାଗୃତି ଶୁକ୍ଲା ତମେ ନିଜର ଫାଇଦା ଉଠେଇବା ପାଇଁ ଆମେ ଦେଖୁଛୁ ବାରମ୍ବାର ବହୁତ ଆହୁରି ଭିଡିଓ ମୁଁ କିଛି ଛାଡିବି ଯୋଉଥିରେ କି ସ୍ପଷ୍ଟ ପ୍ରମାଣ ହଉଛି ଆପଣ ବାଧ୍ୟ କରିକି ଅନୁଭବ ମହାନ୍ତିକୁ ଡିଭୋର୍ସ ଦିଆ କରୁଛନ୍ତି। ଦେଖନ୍ତୁ ପୁଅ ପିଲା ଅନୁଭବ ମହାନ୍ତି ଗୋଟେ ସୁପରଷ୍ଟାର ଗୋଟେ ନେତା ହେଇଗଲେ ତାଙ୍କର ବି ମନ ରହିବ, ସେ ଦିଲ୍ଲୀ ଯାଉଛନ୍ତି, ଲୋକ କହୁଛନ୍ତି ଦିଲ୍ଲୀ ଯାଉଛନ୍ତି, ଲିଭିଂରେ ରହୁଛନ୍ତି, ଆପଣଙ୍କୁ ୟୁଜ ଆଣ୍ଡ ଥ୍ରୋ କରିବା ପାଇଁ କରୁଛନ୍ତି, କଣ କରୁଛନ୍ତି ସେଟା ଜାଣନ୍ତୁ, କିନ୍ତୁ ଆପଣ ବି ଫାଇଦା ଉଠେଇବା ପାଇଁ ଚାହୁଁଛନ୍ତି। କିନ୍ତୁ ବର୍ଷାଙ୍କର ଜୀବନଟାକୁ କାହିଁ ନଷ୍ଟ କରୁଛନ୍ତି? ସେ ଝିଅଟାକୁ ଅଇଁଠା କରିଦେଲେ ନା, ଅନୁଭବ ମହାନ୍ତି ଅଇଁଠା କରିଦେଲେ, ଲିଗାଲି ଇଲିଗାଲି ସବୁ ପ୍ରକାରର ଅଇଁଠା ତାକୁ କରିଦେଲେ। କାହିଁ କଲେ? ଗୋଟେ ଝିଅର ଜୀବନଟାକୁ କାହିଁ ନଷ୍ଟ କରିବେ? ଛାଡ଼ନ୍ତୁ ଏ ଟପିକରେ ମୁଁ ଆପଣମାନଙ୍କୁ ବେଶୀ ମାନେ ବକ ଡାକିବାଟା ଭୁଲ ହବ। ମୁଁ କିଛି ଶୁଣିବା ପାଇଁ ଚାହୁଁଛି, ମୋ ସହିତ ଅଛନ୍ତି ବର୍ତ୍ତମାନ ଯେ ଆମେ ପୁରୁଣା ଦିନରେ ଯାହାଙ୍କ ସହିତ ଆମେ ଆଲୋଚନା କରିଥିଲୁ କୁମାର ଜିତେନ୍ଦ୍ର, ତାଙ୍କୁ ମଧ୍ୟ ଏ ବାବଦରେ କିଛି ମତ ନେବା ପାଇଁ ଚାହିଁବା, ଯେ କି ସେ ଆପଣଙ୍କୁ କିଛି ମତ ପ୍ରକାଶ କରିବେ। ଜିତେନ୍ଦ୍ର ବାବୁ ଆପଣଙ୍କୁ ସ୍ୱାଗତ। ମତେ ଟିକେ ଆପଣ ତ ଭିଡିଓ ଆଜି ଦେଖିଥିବେ ବୋଧେ? ନମସ୍କାର ଆଜ୍ଞା। ସେ ଭିଡିଓ ବାବଦରେ ଟିକେ ଜଣେଇବେ, କଣଟା ଦେଖିଲେ, କଣ ଜାଣିଲେ, ଆଉ ସେଥିରୁ କଣ ଅନୁମାନ କରୁଛନ୍ତି? ଦେଖନ୍ତୁ ମୁଁ ତ ଆଜି ସେ ଭିଡିଓଟା ଦେଖିଲି, ଆପଣ ଯୋଉଟା କହିଲେ 3ଟା ବେଳେ ଛାଡିଥିଲେ, ପୋଷ୍ଟ କରିଥିଲେ, ସେଥିରେ ଦେଖିଲି ଯେ ମାନେ ଅନୁଭବ ମହାନ୍ତି ସେ ନିଜେ ତାଙ୍କ ମୁହଁରେ ସ୍ୱୀକାର କରିଛନ୍ତି ଯେ ମାନେ ବର୍ଷା ପ୍ରିୟଦର୍ଶନୀଙ୍କ ପାଇଁ ତାଙ୍କର ଗୁଡ ଭଲ ହେଲା, ଯୋଉଟା କି ସେ ପ୍ରେମ କୁମାର ଫିଲ୍ମ ସୁଟିଂ କଲା ବେଳେ ତାଙ୍କ ଗୁଡ କଣ ଫ୍ରାକ୍ଚର ହେଇଥିଲା। ତାପରେ ବି ସେ କହୁଛନ୍ତି ବର୍ଷା ପ୍ରିୟଦର୍ଶନୀ ମୋ ଜୀବନରେ ଆସିବା ପରଠୁ ମାନେ ମୋ ପାଇଁ ସେ ଜନ୍ମ ନେଇଛନ୍ତି, ସେଇଟା ହିଁ ସେ କହୁଛନ୍ତି, ମାନେ କ୍ଲିୟରଲି କହୁଛନ୍ତି, ଠାକୁରଙ୍କୁ ଧନ୍ୟବାଦ ଦଉଛନ୍ତି, ଠାକୁରଙ୍କୁ ଧନ୍ୟବାଦ ଦଉଛନ୍ତି। ପୁଣି ଷ୍ଟେଜ ପ୍ରୋଗ୍ରାମରେ କହୁଛନ୍ତି ବର୍ଷା ପ୍ରିୟଦର୍ଶନୀ ଯିଏକି ପୃଥିବୀ ଧରା ପୃଷ୍ଠକୁ ଆସିଛନ୍ତି କେବଳ ମୋରି ପାଇଁ। ତ ଏତେ କହିସାରିଲା ପରେ ସେ ଯଦି ବର୍ଷା ପ୍ରିୟଦର୍ଶିନୀକୁ ତାଙ୍କର କହିବେ ଯେ ବର୍ଷା ପ୍ରିୟଦର୍ଶିନୀ ଖରାପ, ତାଙ୍କ ସହିତ ଲିଭିଂରେ ରହିବେନି, ତ ସେଇଟା କହିବା ତାଙ୍କର ବହୁତ ବଡ ଭୁଲ କଥା। ଆଉ ଗୋଟେ ସବୁଠୁ ବଡ କଥା, କିଛି ବନ୍ଧୁ ମାନେ କମେଣ୍ଟ କରୁଛନ୍ତି, ମାନେ ଆଗରୁ କହିଛନ୍ତି, ଅନୁଭବ ମହାନ୍ତି ନିଜେ କହିଛନ୍ତି ବର୍ଷା ଯଦି ବାହାଘର ପୂର୍ବରୁ ସିନ୍ଦୁର ଟିକେ ପିନ୍ଧିଥାନ୍ତେ ମତେ ଖୁସି ଲାଗିଥାନ୍ତା। ଆମେ କିନ୍ତୁ ତାଙ୍କର ସବୁ ଫଟୋ ଦେଖିଲୁ, ଭିଡିଓ ଦେଖୁଛୁ, ସେ ସବୁ ଏତେ ଭଲ ଗୋଟେ ଶାଳୀନତାର ବହୁ ଓଡିଆ ଘର ଝିଅ ହିସାବରେ ସେ ବହୁତ ମାନେ ଆମର ବି ବର୍ତ୍ତମାନ ସେ ଟାଉନରେ ରହିଥାଇ ପାରନ୍ତି, କିନ୍ତୁ ଓଡିଆ ଘର ହିନ୍ଦୁ ଘର ବୋହୁ ହିସାବରେ କଲଚର ଯେମିତି ରହିବା କଥା ସବୁବେଳେ ଫୁଲ ଡ୍ରେସ, ତାଙ୍କର କୌଣସି ମୁଭିରେ ବି ପାଇବେନି ଆପଣ ସର୍ଟ ପିନ୍ଧିବା କି ଆମର ଯୋଉଟା କି ଫରେନ ଇଏରେ ଯେଟା ଚାଲିଛି ଆମର ଯେମିତି ସବୁ ଅନ୍ୟ ଷ୍ଟାର ମାନେ ପିନ୍ଧୁଛନ୍ତି, ତ ସେମିତି କିଛି ନାହିଁ। ଯେମିତି ଓଡିଆ ଘର ଗୋଟେ ମାନେ ଗରିବ ଘର ଝିଅ ଯେମିତି ରହିବା କଥା ସେଇ କଲଚର ହିଁ ବଞ୍ଚିଛନ୍ତି, ଆଉ ଶାଳୀନତା ସହ ସେ ଚାଲିଛନ୍ତି ପୁରା। ତେଣୁ ଏଠି ଅନୁଭବ ମହାନ୍ତି କେବଳ ମାତ୍ର ଲୋକମାନଙ୍କୁ ଭୁଆଁ ବୁଲଉଛନ୍ତି, ବର୍ଷାଙ୍କୁ କେମିତି ଲୋକ ଖରାପ ଭାବିବେ, ତାହେଲେ ତାଙ୍କୁ ବେଶୀ ଭଲ ପାଇବେ ନା କଣ? ଅନୁଭବ ମହାନ୍ତି ସେ ମୁଁ ଭାବୁଛି ଜାଗୃତି ଶୁକ୍ଲା ଯିଏ ଅଛନ୍ତି ସିଏ ତ ଦେଖ ମାନେ ଅନୁଭବ ମହାନ୍ତିଠୁ ତାଙ୍କର ନିହାତି 20 ବର୍ଷ ଡିଫରେନ୍ସ ହବ। ତ ସେ କୋଉ ଚକ୍କରରେ ସେ ରହିଛନ୍ତି, ମାନେ ଯଦି ବିବାହ ମାନେ ପ୍ଲାନରେ ଥିବେ ତ ବାପ ଝିଅର ସମ୍ପର୍କ ସହିତ ସମାନ। ତ ଏଠି ସେମାନେ କହନ୍ତି ତାଙ୍କ ସେଇଟା ଭୁଲ। ଜାଗୃତି ଶୁକ୍ଲାଙ୍କୁ ମୁଁ ରିକ୍ୱେଷ୍ଟ କରୁଛି ଏଥିରେ କହନ୍ତି ସେ ମାନେ ଟୋଟାଲ ତାଙ୍କ ଲାଇଫରେ ଦୂରେଇ ଯାଆନ୍ତୁ, ଆଉ ଅନୁଭବ ମହାନ୍ତିଙ୍କୁ ମୁଁ ରିକ୍ୱେଷ୍ଟ କରୁଛି ଯେ ସେ ବର୍ଷା ପ୍ରିୟଦର୍ଶିନୀକୁ ପୁଣି ଆପଣାନ୍ତୁ, ସେଇଟା ହେଲେ ଆମେ ବହୁତ ଖୁସି ହବୁ। ଆଉ ଯୋଉମାନେ କିଛି ବୁଝି ନାହାନ୍ତି ଖାଲି ଖାଲି ଗୋଟେ କମେଣ୍ଟ କରୁଛନ୍ତି ତାଙ୍କ ପାଇଁ କଣ ରହିବ? କାରଣ ସେମାନେ ଦେଖନ୍ତୁ ଆଖି ଥାଇକି ବି ଅନ୍ଧ ଭଳିଆ କାମ କରୁଛନ୍ତି। ନା ଦେଖ ଏଠି ସେମାନେ କଣ ଭାବୁଛନ୍ତି ନା ଆମେ ଯେ ବ୍ଲଗ ବନଉଛେ ଇଏ କରୁଛେ ତ ଆମେ କଣ ଭ୍ୟୁ ବଢେଇବା ପାଇଁ କରୁଛେ କି ଆମେ କହନ୍ତି ଆକୁ ତାକୁ ମାନେ ବିନା ପ୍ରୁଫରେ କହୁଛେ, କିନ୍ତୁ ଆମେ ତ ଭିଡିଓରେ ଦେଖଉଛୁ ନା, ଆପଣ ପ୍ରୁଫ ଦେଖଉଛୁ କି ଏଇ ସବୁ ମାନେ ଅନୁଭବ ନିଜେ ସ୍ୱୀକାର କରିଛନ୍ତି। ଷ୍ଟେଜ ପ୍ରୋଗ୍ରାମ ଓପନଲି ସେ କହିଛନ୍ତି ଯେ ବର୍ଷା ହଉଛନ୍ତି ଭଲ, ଜଣେ ଭଲ କହିକି ତାପରେ କେମିତି ଖରାପ କରିବ, ସେଇଟା ତ ବଡ ଭୁଲ। ତ ସେମାନେ ଦେଖୁଛନ୍ତି ପୁଣି ବ୍ୟାଡ କମେଣ୍ଟ, ଏଟା ତ ମାନେ ଆମକୁ ଆକ୍ସେପ୍ଟେଡ ନୁହେଁ। ତ ସେମାନେ କେମିତି ଦେଖୁଛନ୍ତି ମୁଁ ଭାବୁଛି ଇଲିଟରେଚର, ମାନେ ପଢିନାହାନ୍ତି ପାଠ, ଦ୍ୱିତୀୟ ତୃତୀୟରେ ମୋବାଇଲ ଧରେଇ ଦେଇଛନ୍ତି ନିଜେ କାମ କରିକି, ତାପରେ ସେ ଏମିତି ବ୍ୟାଡ କମେଣ୍ଟ ଦଉଛନ୍ତି। ଆଉ କିଛି ସମୟ ପରେ ଦେଖି ଯେତେବେଳେ କାର ଭିଡିଓ ଟା ଆମେ ତ ଆଜି ଅକଳରେ ବସି କାରରେ କରିଦେଲୁ, କିନ୍ତୁ କାର ଭିଡିଓ ହେଲା ସେମାନେ କହିବେ ଯେ କାର ଟା ବୋଧେ ୟୁଟ୍ୟୁବ ପଇସାରେ ଆସିଗଲା। ନାଇଁ ନାଇଁ ସେଟା ଭୁଲ ବୁଝୁଛନ୍ତି। କାର ଟା ହଉଛି ଆକ୍ଚୁଆଲି କହନ୍ତି ଆମର ସାଙ୍ଗ ଜଣଙ୍କର, ତ ଆମେ ବସିଥିଲେ ହଠାତ୍ ଉପରେ ପ୍ଲାନ ଆସିଲା ଯେ ଆମେ କିଛି ଡିସ୍କସନ କରିବୁ, କାହିଁକିନା ଲୋକମାନେ ବ୍ୟାଡ କମେଣ୍ଟ ଆମକୁ ବହୁତ ଇଏ ଆଜ୍ଞା କାରଟି ଆହୁରି ଗୋଟେ WR ବି ମୋର ଅଛି, ଏଇଟା ହଉଛି ଏଲିଭେଟ, ଏଟା ବି ଗୋଟେ ନୂଆ ଗାଡି। ଆଜ୍ଞା ଗାଡି ଆଜି ଆସେନି, ଗାଡି ପୁରୁଣା ଗାଡି ମୋର, ଏଇଟା 4 ମାସ ପୂର୍ବରୁ ଏଇଟା ନୂଆ ଆସିଛି।
यूट्यूब ରୁ ପଇସା ନେଇକି କରିନି ଆଜ୍ଞା। ଆଉ ତାପରେ ମୋ ଘରେ ଆପଣ ମାନେ ବହୁତ କମେଣ୍ଟ ଦେଇଛନ୍ତି ଯେ ମୋ ଘରେ ତେଲ ଲୁଣ ଏଇ ଯୋଉ ୟୁଟ୍ୟୁବ ପଇସା ଚଳୁଛି, ଆପଣ ଭୁଲି ଯାଉଛନ୍ତି ଆପଣ ତ ଜାଣିନାହାନ୍ତି ଆଜ୍ଞା। ମୋର ଏଠି ମାନେ ITR ଭରା ହଉଛି, GST ବିଜନେସ ଅଛି, କମ୍ପାନୀ ଅଛି, ଆମର ନିଜର 2 ତଲା ବିଲ୍ଡିଂ ଅଛି, ମାର୍କେଟ କମ୍ପ୍ଲେକ୍ସ ଭଡା ଦିଆ ହେଇଛି। ଆଉ ତେଣୁ ସେ ସବୁ ନାହିଁ, ସମାଜ ସେବା ହଉଛି କର୍ତ୍ତବ୍ୟ ମୋର। ଆଉ ତେଣୁ ସମାଜ ସେବା ହିଁ କରୁଛି। ୟୁଟ୍ୟୁବ ରେ ପଇସା ଇନକମ କରିବା ଆମର ଲକ୍ଷ୍ୟ ନାହିଁ ଆଜ୍ଞା। ସେ ଜିନିଷ ଟିକେ ଜଣେଇ ଦିଅନ୍ତୁ। ହେଲା, ହଁ ଛାଡ଼ନ୍ତୁ ଆମେ ସେ ସବୁ ଜବେକି ଯିବାନି, କିନ୍ତୁ ଶେଷରେ ଅନୁରୋଧ ରହିବ ଅନୁଭବ ମହାନ୍ତି ଆଉ ବର୍ଷା ପ୍ରିୟଦର୍ଶିନୀଙ୍କୁ, ଦି ଜଣଙ୍କୁ ଦି ଆଉ ଜଣଙ୍କ ହଁ ମାନେ ଯେମିତି ପୂର୍ବରୁ ଥିଲେ ସେଇଭଳିଆ ରହିବା ପାଇଁ। ତ ଏମିତି ଛାଡ ଭିଡ ହେଇ ରହିଲା ବେଳକୁ ଆମକୁ ହିଁ ଖରାପ ଲାଗୁଛି, କାରଣ ତାଙ୍କର ଯୋଡି ସୁପର ଯୋଡି ଆଗରୁ ମାନେ ପୂର୍ବ ଭିଡିଓରେ ମୁଁ କହିସାରିଛି। ତ ସେମାନେ ଏବେ ବି ଯଦି ମାନେ ଲିଭିଂ ରେ ରହିବେ ତ ବହୁତ ବେଷ୍ଟ। ତ ଜାଗୃତ ଶୁକ୍ଲାଙ୍କୁ ମୁଁ ରିକ୍ୱେଷ୍ଟ କରୁଛି, ସିଏ ମୋର ବି ସାନ ଭଉଣୀ ହେବେ, କାରଣ ତାଙ୍କର ଏଜ କେତେ ହବ, ମୁଁ ତ 17-18 ନିହାତି 93 ଡେଟ୍ ଅଫ୍ ବାର୍ଥ। ବହୁତ ଇଏ ମାନେ 30 ବର୍ଷ ଭିତରେ। ତ ତାଙ୍କୁ କୁହାଯାଉଛି ସେ ଦୂରେଇ ଯାଆନ୍ତୁ, ପୁଣି ଦିଲ୍ଲୀରେ ଯେମିତି ଥିଲେ ସେମିତି ରୁହନ୍ତୁ। 32 ହେଇନାହିଁ ଆଉ ହଁ 31 ପ୍ଲସ ଆଉ ଜୁନ ମାସରେ 32 ହବ ହଁ ଆଉ। କାହିଁକି ସେ ଘର ଭାଙ୍ଗୁଛନ୍ତି, ପୁଣି ହିନ୍ଦୁ ଘର ଆମର ବର୍ଷା ପ୍ରିୟଦର୍ଶିନୀ ସେ ବି ମାନେ ଥରେ ଇଏ ଅଗ୍ନିକି ଶପଥ ରଖି ବାହା ହେଇଛନ୍ତି ଅନୁଭବ ମହାନ୍ତି। ତ ତାଙ୍କ କହନ୍ତି ପୁଣି ସେଇଭଳିଆ ସେ ଯୋଡିକି ରୁହନ୍ତୁ, ମୋର ଏତିକି ରିକ୍ୱେଷ୍ଟ ହଉଛି ଅନୁଭବ ମହାନ୍ତି। ଧନ୍ୟବାଦ। ଆଉ ବେଶୀ କିଛି କହିକି ଆପଣ ମାନଙ୍କୁ ଇରିଟେଟ କରିବା ଆମର ଲକ୍ଷ୍ୟ ନୁହେଁ। ବାସ୍ ଗୋଟିଏ ଜିନିଷ, ସୁଧୁରି ଯାଆନ୍ତୁ ଅନୁଭବ ବାବୁ, ସୁଧୁରି ଯାଆନ୍ତୁ ଜାଗୃତି ଭଉଣୀ। ତାର କାରଣ ଆପଣଙ୍କ ପାଖରେ ଲମ୍ବା ରାସ୍ତା ପଡିଛି। ଅନୁଭବ ବାବୁ, ଆପଣଙ୍କ ପାଇଁ ଏକ୍ସଟ୍ରା ମ୍ୟାରିଚୁଆଲ ଆଫେୟାର ରୁ ଯଦି ପ୍ରେମ ହେଇଯାଉଛି ଆଉ ତାପରେ ପତ୍ନୀକୁ ତଡିବାକୁ ପଡୁଛି, ତାହେଲେ ଆମେ ଓଡିଶାର ଜନସାଧାରଣ ହିସାବରେ, ଆପଣଙ୍କର ଫ୍ୟାନ ହିସାବରେ ଆପଣଙ୍କୁ ନିବେଦନ କରୁଛି, ଗୋଟେ ଝିଅକୁ ସର୍ବସମ୍ମୁଖରେ ଅଇଁଠା କରିକି ତା ଦେହରେ ଗୋଟେ କଳଙ୍କ ଲଗେଇ, କଳଙ୍କର ଦାଗ ଲଗେଇକି ତାକୁ କଳଙ୍କିନୀ କରନ୍ତୁ ନାହିଁ। ଆପଣଙ୍କର ଭଉଣୀ ଅଛନ୍ତି କି ନାହିଁ ମୁଁ ତ ଜାଣିନି, ଜାଣିଯିବି କହିଲେ, କିନ୍ତୁ ମୁଁ ତ ଜାଣିନି ଆପଣ ଆପଣଙ୍କ ଭଉଣୀ ଯଦି ହେଇଥାନ୍ତେ ବର୍ଷା ପ୍ରିୟଦର୍ଶିନୀ, ତାହେଲେ କଣ ହେଇଥାନ୍ତା? ଆପଣ ଥରୁଟେ ବର୍ଷା ପ୍ରିୟଦର୍ଶିନୀଙ୍କୁ ଆପଣଙ୍କ ଭଉଣୀ ଜାଗାରେ ରଖିଦେବେ। ଧନ୍ୟବାଦ। ଜୟ ଜଗନ୍ନାଥ। ଭାରତ ମାତା କି ଜୟ। ବନ୍ଦେ ମାତରମ୍।